ଚାଲନ୍ତୁ ଆଜି ତିଆରି କରିବା ମଞ୍ଜା ଆଳୁ ଟମାଟର ଗୋଟେ ତରକାରୀ। ମଞ୍ଜା ଆଳୁ ଟମାଟୋକୁ କାଟିଦବା, ତାପରେ କଢେଇ ଗୋଟେ ଗ୍ୟାସ ଦେହରେ ବସେଇ ଦବା ତେଲ, ଦବା ଫୁଟଣ, ଦବା ପିଆଜ। ଟିକେ ପିଆଜ ଟିକେ ଭାଜି ହେଇଗଲା ପରେ ଦେଇଦବା କାଟିକି ରଖିଥିବା ମଞ୍ଜାକୁ। ମଞ୍ଜା ଟିକେ ଭଲ ଭାବେ କଷି ଦେଇ ତାପରେ ଦେଇଦବା ଆଳୁକୁ। ଆଳୁ ମଧ୍ୟ ପକେଇକି ଟିକେ ଭଲ ଭାବେ କଷିଦବା। ତା ଦେହରେ ଦେଇଦବା ଲୁଣ, ତାପରେ ଦେଇଦବା ହଳଦୀ ଗୁଣ୍ଡ, ତାପରେ ଲଙ୍କା ଗୁଣ୍ଡ। ତାକୁ ଟିକେ ଭଲ ଭାବେ କଷାକଷି କରିଦେଇ ତାପରେ ମସଲା ଟିକେ ବାଟିବା। ଜିରା, ଧନିଆ, ରସୁଣ, ସୋରିଷର ବଟାଟି ବାଟି ଦେଇ ଦେଇଦବା ମଞ୍ଜା ଦେହରେ। ତାପରେ ତାକୁ ଟିକେ ଭଲ ଭାବେ କଷାକଷି କରି ପାଣି ଦେଇଦବା ସିଝିବା ପାଇଁ ଘୋଡେଇକି ଛାଡିଦବା। ତାପରେ ପକେଇଦବା ଟମାଟୋ ଟିକେ। ଟମାଟୋ ଟିକେ ପକେଇ ଘୋଡେଇ ଛାଡିଦବା ଟମାଟୋ ସିଝିବା ପାଇଁ। ପରିବା ପତ୍ର ଏବେ ସିଝିଗଲାଣି। ତାପରେ ହେଇଗଲା ଆମ ମଞ୍ଜା ଆଳୁ ଟମାଟର ତରକାରୀଟି। ତାକୁ ବାହାର କରିଦବା ସର୍ଭିଂ ବାଉଲକୁ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଆପଣମାନେ ଭିଡିଓଟି ଦେଖନ୍ତୁ, କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରନ୍ତୁ। ନମସ୍ତେ, ଜୟ ଜଗନ୍ନାଥ।